ହ୍ୟାଲୋ ଗାଇସ୍, ଇଏ ଆମ ନଈକୂଳ। ବର୍ତ୍ତମାନ ଆମ ନଈକୂଳ କାଣ୍ଡିଆରେ ଆମେ ଚାଷ କରୁ ପଦନା କିଆରିରେ ଚାଷ କରିବା ଭିତରେ ଦେଖନ୍ତୁ, ପଦନା କିଆରି ହେଉଛି ଗୋଟେ ଔଷଧୀୟ ଜିନିଷ। ବହୁତ କ୍ରିଟିକାଲରେ ତିଆରି ହୁଏ। ଯେତେବେଳେ ବି ଏଇ ଜିନିଷଟା ଲାଗେ, ଔଷଧୀୟ ଜିନିଷ ହିଁ ସବୁବେଳେ ମୁଁ ଆପଣଙ୍କୁ ଦେଖାଇ ପାରିବି। ଇଏ ଆମ ନଈକୂଳ କାଣ୍ଡିଆ ଭାର୍ଗବୀ କୂଳ। ବର୍ତ୍ତମାନ ଆମର ଏପଟେ ଫେମସ୍ ହେଉଛି ଚାଷ ପଦନାକି। ଆଉ ଆପଣମାନଙ୍କୁ ପଦନା ଚାଷ ବିଷୟରେ ମୁଁ ବହୁତ ଧ୍ୟାନ ଦେବାକୁ କହିବି। ଔଷଧ ତିଆରି ହୁଏ ସେଥିରେ। ଆଉ ଇଏ ଆମ କାଣ୍ଡିଆ ନଈକୂଳ କାଣ୍ଡିଆ। ବର୍ତ୍ତମାନ ପଦନା କିଆରି ପାଖରେ ମୁଁ ଅଛି। ବର୍ତ୍ତମାନ ପଦନା ଚାଷ ବହୁତ ଲୋକ ବି ଜାଣନ୍ତିନି, କିନ୍ତୁ ମୁଁ ବର୍ତ୍ତମାନ ଜଣିବାକୁ ଚାହୁଁଛି ଯେ ବର୍ତ୍ତମାନ ନଈକୂଳ ମାଟିରେ ବହୁତ ଔଷଧୀୟ ଜିନିଷ ବି ତିଆରି ହୁଏ। ମୁଁ ଆପଣଙ୍କୁ ବର୍ତ୍ତମାନ ଦେଖାଉଛି ପଦନା ଚାଷ ଆମ କିଆରିରେ ଯେତେବେଳେ ଲାଗିଛି ଆମେ ଦେଖାଇ ପାରିବୁ ଆପଣଙ୍କୁ। ଦେଖନ୍ତୁ, ମୁଁ ଚାଲିଲି, ବର୍ତ୍ତମାନ ଆପଣ ଦେଖନ୍ତୁ। ଏଠି ବର୍ତ୍ତମାନ ଆମର ଲାଗିଛି ପ୍ରଥମ ନଈକୂଳ କାଣ୍ଡିଆରେ ପଦନା କିଆରି। ଏଠି ଲାଗିଛି। ଇଏ ବହୁତ ଔଷଧୀୟ ଜିନିଷ, ଆପଣମାନେ ଦେଖିପାରିବେ। ଇଏ ସବୁ ଆମର ଔଷଧୀୟ ଜିନିଷ ତିଆରି ହେଉଛି। ଏଠି ଆମର ଆଳୁ ଲାଗିଛି। ଲୋକ ତ ଆଳୁ ରେଟ୍ ଶୁଣିଲେ ବହୁତ କିଣିବା ପାଇଁକା, ଗରିବ ଗୁରୁବା ପାଇଁକା ଆଳୁ ରେଟ୍ଟା ବହୁତ ଅଧିକ ବୋଲି ଲାଗେ। କିନ୍ତୁ ଆମେମାନେ ଚାଷ କରିକି ଚଳିଯାଉଛି ଯେ ଯେମିତିକା। ବର୍ତ୍ତମାନ ଏଠି ମୋର ନିଜର ବୋଲି ଗୋଟେ ବିଲ ଅଛି। ମୁଁ ବହୁତ ଚାଷ କରି ହତାଶ ହେଲା ପରେ ବର୍ତ୍ତମାନ ଏଠି ପଦନା ଚାଷ ମୁଁ କରିଛି। ମୋର ଏଇ ବିଲଟେ, ଏ ପଦନାଟା ହେଉଛି ଔଷଧୀୟ ଜିନିଷ, ଆପଣ ଦେଖିପାରୁଥିବେ।